ପୁସ୍ତକର ନାମ କଲମ୍ବସ୍ର କାଗଜ ଡଙ୍ଗା। ଲେଖକ ଅଜୟ ସ୍ୱାଇଁ। ପଢ଼ି ଶୁଣାଉଛନ୍ତି ସୁଧାକର ଦାସ। ଔପନ୍ୟାସିକା ବତୁରି ଯାଉଥିବା କାଗଜ ଡଙ୍ଗାରେ ଭାସ୍କୋଡା ଗାମା। ସନାତନ ନଖାଇ ଶୋଇପଡ଼ିଥିଲା। ଏଇଟା ପ୍ରଥମ ଥର ନୁହେଁ। ଅନେକ ଥର ସେ ଏମିତି ନଖାଇ ଶୋଇପଡ଼ିଥିବ। ହିଟରରେ ବସିଥିବ ଡାଲି, ଚାଉଳ ଧୁଆ ହେଇ ରଖା ହେଇଥିବ। ପାରେଶ୍ୱର ବାବୁଙ୍କ ସହ ଗପୁ ଗପୁ ସେ ଶୋଇପଡ଼ିଥିଲା। ପାରେଶ୍ୱର ବାବୁ ବି। ଡାଲି ପୋଡ଼ି ଗନ୍ଧ ହେବାରୁ ପ୍ରଥମେ ନିଦ ଭାଙ୍ଗିବ ପାରେଶ୍ୱର ବାବୁଙ୍କର। ସେ ସନାତନକୁ ଉଠେଇବ, ଉଠ ହେ, ସବୁ ଗଲା ପୋଡ଼ିଗଲା। ହାଉଳି ଖାଇ ସନାତନ ଉଠିବା ବେଳକୁ ହାଣ୍ଡି ପୋଡ଼ି ଉଠୁଥିବ ଧୂଆଁ। ସେତେବେଳକୁ ରାତି 3ଟା। ସେଇଠୁ ଚୁଡ଼ା, ବିସ୍କୁଟ, କଦଳୀ, ମୁଢ଼ି ଯାହା ଥିବ ଟିକେ ଟିକେ ଖାଇଦେବା କଥା। ପେଟରେ ଭୋକ। ସନାତନ କହିବ, ଚାଲ ଯିବା ନଈକୂଳ ଆଡ଼େ। ଆଉ ତ ନିଦ ଲାଗିବନି, ଚାଲ। ପାରେଶ୍ୱର ବିରକ୍ତ ହୋଇ କହିବ, ଚାଲ, ହେଲେ ଏତେ ରାତିରେ ଯଦି ଭୂତ କି ଡାଆଣୀ ଚିରଗୁଣୀ ସହ ମୁଲାକାତ ହେଇଗଲା? ମୁଁ ଗଲି। 1ରେ ପ୍ରାଇଭେଟ କଲେଜର ବେକାର ଅଧ୍ୟାପକ, 2ରେ ଘରର ବଡ଼ ପୁଅ। ଅନ୍ତତଃ ଏଡ୍ ମିଳିଯାଇଥିଲେ କିଛି କଥା ନଥିଲା। ସନାତନ ହସିବ, ଭାବିନେ ଆମେ ଦେଶ ସେବା କରୁଛେ, ବିନା ପଇସାରେ ଦେଶର ଭବିଷ୍ୟତ ଗଢ଼ୁଛେ। ଭୋକିଲା ପେଟରେ ସୁବର୍ଣ୍ଣ ଭବିଷ୍ୟତର ସ୍ୱପ୍ନ ଦେଖାଉଛେ ପିଲାଙ୍କୁ। ଇଏ କ'ଣ କମ୍ ପୁଣ୍ୟର କଥା? ପାରେଶ୍ୱର କହିବ, ବାଳ ପୁଣ୍ୟ। ଶଳା ପେଟ ଆମର ପୋଡ଼ି ଯାଉଛି। ଖାଲି ଷ୍ଟ୍ରାଇକ୍ ଅନଶନରେ ଯୌବନଟା ପଳେଇଲା। ବାହା ହେବା ପାଇଁ ଝିଅ ମଙ୍ଗୁନାହାନ୍ତି। କହୁଛନ୍ତି ପ୍ରାଇଭେଟ କଲେଜ ଅଧ୍ୟାପକ ଅପେକ୍ଷା ହୋମିଓପାଥି ପ୍ରାକ୍ଟିସନର ବରଂ ଭଲ। ଆମେ ଶେଷରେ ଗ୍ରାଣ୍ଟ ଫ୍ରାଣ୍ଟ ନ ପାଇ ବାହା ନ ହୋଇ ଓଥରା ହେଇ ମରିବା। ଶଳା ଭୂତ ହୋଇ ଏଇ କଲେଜ ଆମ୍ବ ଗଛରେ ରହିବା। ସେତେବେଳକୁ ସନାତନ ଅନ୍ୟମନସ୍କ ହେଇସାରିଥିବ। ଆକାଶର ଗୋଟେ ଉଜ୍ଜ୍ୱଳ ତାରାକୁ ଚାହିଁ କହିବ, ସକାଳ ବେଶୀ ଡେରି ନାହିଁ ମୁଁ, ଆଉ ଅଳ୍ପ ସମୟ ବାକି। ତାପରେ ସବୁ ଠିକ୍ ହେଇଯିବ। ଆମର ଆଦର୍ଶର ଜୟ ହେବ ଦିନେ ନା ଦିନେ। ସେଦିନ ଖୁବ୍ ନିକଟରେ। ପାରେଶ୍ୱର ବେଜାଏ ବିରକ୍ତିର ସହ ସେଇ ଉଜ୍ଜ୍ୱଳ ତାରା ଆଡ଼କୁ ଆଖି ଫେରାଇ କହିବ, ସେଇ ବିଶ୍ୱାସରେ ତ 12 ବର୍ଷ ହେଇଗଲା। ରାମଚନ୍ଦ୍ରଙ୍କ ବନବାସ ତ ଆମଠୁ ମାତ୍ର 2 ବର୍ଷ ଅଧିକ। ଘରେ ପହଞ୍ଚିଲେ ସେଇ ଗୋଟାଏ ପ୍ରଶ୍ନ। ହେଲା? ବାପ ପଚାରିବେ, ବୋଉ ପଚାରିବ, ସାନ ଭଉଣୀ ପଚାରିବ। ମୋର ସେଇ ଗୋଟେ ଉତ୍ତର, ଏବେ ହେଇଯିବ। ଏଣେ ଦେଖିଲା ବେଳକୁ ସଂଘ ନେତା କହୁଛି, ଆମ ଫାଇଲ ଜଏଣ୍ଟ ସେକ୍ରେଟାରୀ ପାଖେ। ଜଏଣ୍ଟ ସେକ୍ରେଟାରୀ କହୁଛି ମନ୍ତ୍ରୀଙ୍କ ପାଖେ। ମନ୍ତ୍ରୀ କହୁଛି ସବ୍ କମିଟି ଗଠନ ହୋଇଛି, ସେ ବିଚାର କରି ରିପୋର୍ଟ ଦେଲା ପରେ ଯାହା ହେବ। ସବ୍ କମିଟି କହୁଛି ଏନକ୍ୱାରି ଚାଲିଛି, ତଦନ୍ତ ଚାଲିଛି। ଛତୁ ଫୁଟିଲା ପରି କଲେଜ କାହିଁକି ଖୋଲିଛି ଏ ଦେଶରେ? ଲଣ୍ଡନରେ ନାହିଁ, ଆମେରିକାରେ ନାହିଁ, କାହିଁକି ଓଡ଼ିଶାରେ? ସେକ୍ରେଟାରୀ କହୁଛି ମାଷ୍ଟରଗୁଡ଼ା କିଛି ନ କରି ବହୁ ଦରମା ନେଇଯାଉଛନ୍ତି। ଏଣେ ଲୋକାଲ ଏମଏଲଏ କହୁଛି, ଏଇଥର ବିଧାନସଭାରେ ଦେଖିବ ମୁଁ କ'ଣ କରୁଛି। ଶଳା ଆମେ ଏଥିରେ ବର୍ବାଦ ହଉଛୁ। ଏ ହିଟର ରନ୍ଧା ପେଜୁଆ ଭାତ, ପୋଡ଼ା ଡାଲି ଖାଇ ଆମେ କି ଭବିଷ୍ୟତ ଗଢ଼ିପାବେ? ସନାତନ ଚାହିଁଲା ପାରେଶ୍ୱର ମୁହଁକୁ। ଏତେ ଅନ୍ଧାର ଭିତରେ ବି ତା ଆଖି ଦିଶୁଛି ଉଜ୍ଜ୍ୱଳ। ପାରେଶ୍ୱରର କ୍ୟାରିୟର ଫାଷ୍ଟ କ୍ଲାସ୍। ପିଏଚ୍ଡି ବି କରିଛି। 1200 ଟଙ୍କାରେ ଏବେ ବେଠି ଅଧ୍ୟାପକ। ଅଥଚ ଆଖିରେ ଅଛି ସେମିତି ଉଜ୍ଜ୍ୱଳତା, ସେମିତି ସ୍ୱପ୍ନ। ମୁଣ୍ଡ ଉପରେ ବୁଢ଼ା ବାପା, ମା, ଅଭିଆଡ଼ି ଭଉଣୀର ବୋଝ। ସେସବୁ ତା ନିଜକୁ ହିଁ ଉଠେଇବାକୁ ପଡ଼ିବ। ହେଲେ କେହି ହଠାତ୍ ଦେଖିଲେ ଜାଣିପାରିବନି ଯେ ପାରେଶ୍ୱର ଦୁଃଖୀ ପିଲାଟିଏ। ଏମିତି ନିଜ ଦୁଃଖକୁ ଲୁଚେଇବାର କୌଶଳ ତାକୁ ବେଶ୍ ଭଲ ଭାବେ ଜଣା। ସନାତନ ଭରସାରେ ସେଠି ପଡ଼ି ରହିଛି। ସନାତନ ବଡ଼ ଆଶାବାଦୀ। ତା କଥାରେ ପାରେଶ୍ୱର ମନରେ ଭରସା ଆସେ। ଭରସା ଆସିବାରୁ ଆସେ ଦମ୍ଭ ଆଉ ପ୍ରତ୍ୟୟ। କେବଳ ପାରେଶ୍ୱର ନୁହେଁ, କଲେଜର ସମସ୍ତଙ୍କୁ ସନାତନ ଭରସା ଦିଏ କାମ କରିବାର, କର୍ତ୍ତବ୍ୟ କରିବାର। ଫଳ ନିଶ୍ଚୟ ମିଳିବ ଦିନେ ନା ଦିନେ। ସେଇ ଦିନଟା କିନ୍ତୁ ପୋଖରୀ ମଝିର ପଦ୍ମ ଫୁଲ ପରି ଘୁଞ୍ଚି ଘୁଞ୍ଚି ଯାଉଥାଏ। ନିଜ ଉପରୁ ବିଶ୍ୱାସ ତୁଟୁଥାଏ ବେଳକୁ ବେଳ। ସେତେବେଳେ ସନାତନ ହସି ହସି କହେ, ଧୈର୍ଯ୍ୟ ଧର, କାମ କରିଚାଲ। କମନ ରୁମ୍ରେ ହତାଶା ମାଡ଼ି ବସେ ସମସ୍ତଙ୍କୁ। ମମତା ମ୍ୟାଡାମଙ୍କ ଆଖି ତଳେ କଳାଦାଗ ବାରି ହେଇ ପଡ଼ୁଥାଏ। ଦେବପାଢ଼ୀଙ୍କର ସ୍ତ୍ରୀ ମେଡିକାଲରେ। 2000 ଟଙ୍କା ଦରକାର। ମ୍ୟାନେଜମେଣ୍ଟ ତ ମାସକୁ ମାସ ଠିକ୍ ଭାବେ ଦରମା ଦେଇପାରେ ନାହିଁ। ଆଡଭାନ୍ସ କଥା ଛାଡ଼। ତାହେଲେ ଆମେ ଏଠି କାହିଁକି ପଡ଼ି ରହିବୁ? ଆମେ ଚାଲିଯିବୁ। ତୁମ କଲେଜ ତୁମେ ସମ୍ଭାଳ। ଦେବପାଢ଼ୀଙ୍କ ଅଭିମାନୀ ଆଖିରେ ଲୁହ ଟଳମଳ ହୁଏ। ଛାଡ଼ି ଦଉନ? Sample complete. Ready to continue?